ଆଜିର 10ଟି ବଡ଼ ଖବର। ଓଡ଼ିଶାରେ ନୂଆ ଶିଳ୍ପ ପ୍ରକଳ୍ପ ଅନୁମୋଦନ। ରାଜ୍ୟ ସରକାର 4,111 କୋଟିର 23ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି, ଯାହାର ପ୍ରାୟ 9,900 ନୂଆ ଚାକିରି ସୃଷ୍ଟି ହେବ। ପୁରୀ ଶ୍ରୀମନ୍ଦିର ଦର୍ଶନ ଅସ୍ଥାୟୀ ବନ୍ଦ। ଆପଣଙ୍କ ଲାଗି ନୀତି ପାଇଁ ଶ୍ରୀଜଗନ୍ନାଥ ଶ୍ରୀମନ୍ଦିର ପ୍ରାୟ 4 ଘଣ୍ଟା ଦର୍ଶନ ବନ୍ଦ ରହିବ। 3 ହାଇକୋର୍ଟ ବଡ଼ ନିଷ୍ପତ୍ତି। ଚାଲାଣ ବକେୟା ଥିବା ଗାଡ଼ିକୁ PUCC ସାର୍ଟିଫିକେଟ୍ ନ ଦେବା ସରକାରୀ ନିଷ୍ପତ୍ତିକୁ ହାଇକୋର୍ଟ ସମର୍ଥନ କରିଛି। 12 ଫେବୃଆରୀ ଧର୍ମଘଟ ସମର୍ଥନ। କେତେକ ଶ୍ରମିକ ସଂଗଠନଙ୍କ ଭାରତ ବନ୍ଦ ଡାକରାକୁ ଓଡ଼ିଶା କଂଗ୍ରେସ ସମର୍ଥନ ଦେଇଛି। 5 କୃଷକ ଆନ୍ଦୋଳନ ନେଇ ତଣା। ଧାନକ୍ରୟ ସମସ୍ୟା ନେଇ ରାଜ୍ୟରେ କୃଷକ ସଂଗଠନ ପ୍ରତିବାଦ ଜୋରଦାର। 6 ରେଳ ଓ ପରିକାଠାମୋରେ ବଡ଼ ବଜେଟ୍। କେନ୍ଦ୍ରୀୟ ବଜେଟ୍ ଓଡ଼ିଶାର ରେଳ ଓ ଢାଞ୍ଚାଗତ ଉନ୍ନତି ପାଇଁ ବଡ଼ ଅର୍ଥନ୍ୟାସ ଘୋଷଣା। 4 ବିଶେଷ ଶିକ୍ଷକ ନିଯୁକ୍ତି। ବିଶେଷ ଆବଶ୍ୟକତା ଥିବା ଛାତ୍ରଛାତ୍ରୀ ପାଇଁ 4,500 ଶିକ୍ଷକ ନିଯୁକ୍ତି ପ୍ରସ୍ତାବ ଆସିଛି। 8 ଶିଶୁ ବିବାହ ବନ୍ଦ ପାଇଁ ଅଭିଯାନ। ଶିଶୁ ବିବାହ ରୋକିବା ପାଇଁ 100 ଦିନିଆ ରଥ ଅଭିଯାନ ଆରମ୍ଭ। 9 ପର୍ଯ୍ୟଟନରେ ବୃଦ୍ଧି। ଓଡ଼ିଶା ବିଦେଶୀ ପର୍ଯ୍ୟଟନ ଆଗମନ ପ୍ରାୟ 2 ଗୁଣ ହୋଇଛି। 10 ମାଓବାଦୀ ସମସ୍ୟାରେ ପରିବର୍ତ୍ତନ। କନ୍ଧମାଳ ଜିଲ୍ଲାରେ ମାଓବାଦୀ ପ୍ରଭାବ ରହିଥିବା ବେଳେ ସୁରକ୍ଷା ବଳ କାର୍ଯ୍ୟାନୁଷ୍ଠାନ ଜୋରଦାର।